ଦିନେ ରାତିରେ ଛତ୍ରପତି ଶିବାଜୀ ଶୋଇଥାନ୍ତି। ଗୋଟିଏ 14-15 ବର୍ଷର ବାଳକ କୌଣସି ପ୍ରକାରେ ତାଙ୍କ ଶୟନ କକ୍ଷରେ ଲୁଚି ଲୁଚି ପହଞ୍ଚିଗଲା। ସେ ଶିବାଜୀଙ୍କୁ ମାରିଦେବା ଉଦ୍ଦେଶ୍ୟରେ ଖଣ୍ଡା କାଢ଼ିଲା, କିନ୍ତୁ ଖଣ୍ଡାରେ ହାଣିବା ପାଇଁ ହାତ ଉଠାଇବା ମାତ୍ରେ ପଛପଟରୁ ତାନାଜୀ ତା ହାତକୁ ଧରି ପକାଇଲେ। ଛତ୍ରପତିଙ୍କ ବିଶ୍ୱସ୍ତ ସେନାପତି ତାନାଜୀ ସେଇ ପିଲାଟିକୁ ପ୍ରଥମରୁ ଦେଖି ନେଇଥିଲେ, କିନ୍ତୁ ସେ ତା ପଛରେ ଲୁଚି ଲୁଚି ଦେଖିବାକୁ ଚାହୁଁଥିଲେ ଯେ ସେ କ'ଣ କରିବାକୁ ଚାହୁଁଛି। ଶିବାଜୀଙ୍କ ନିଦ ଭାଙ୍ଗିଗଲା। ସେ ବାଳକଟିକୁ ପଚାରିଲେ, ତୁମେ କିଏ? ଏଠାକୁ କାହିଁକି ଆସିଛ? ବାଳକଟି କହିଲା, ମୋ ନାଁ ମାଲୋଜୀ। ମୁଁ ଆପଣଙ୍କୁ ହତ୍ୟା କରିବାକୁ ଆସିଥିଲି। ଶିବାଜୀ, ତୁମେ ମୋତେ କାହିଁକି ମାରିବାକୁ ଚାହୁଁଛ? ମୁଁ ତୁମର କ'ଣ କ୍ଷତି କରିଛି? ବାଳକ, ଆପଣ ମୋର କୌଣସି କ୍ଷତି କରିନାହାନ୍ତି, କିନ୍ତୁ ମୋ ମା ବହୁଦିନ ହେଲା ଖାଇବାକୁ ନ ପାଇ ଉପାସରେ ରହିଛି। ଆମେ ବହୁତ ଗରିବ। ଆପଣଙ୍କ ଶତ୍ରୁ ସୁଭାଷ ରାୟ ମୋତେ କହିଛନ୍ତି ଯେ ଯଦି ମୁଁ ଆପଣଙ୍କୁ ମାରିଦେବି ତେବେ ସେ ମୋତେ ବହୁତ ଧନ ଦେବେ। ଏତିକିରେ ତାନାଜୀ କହି ଉଠିଲେ, ଦୁଷ୍ଟ ବାଳକ, ଧନ ଲୋଭରେ ତୁ ମହାରାଷ୍ଟ୍ରର ଉଦ୍ଧାରତାଙ୍କୁ ବଦ୍ଧ କରିବାକୁ ଚାହୁଁଥିଲୁ। ଏବେ ମରିବାକୁ ପ୍ରସ୍ତୁତ ହୋଇଯା। ନିର୍ଭୀକ ବାଳକ ତିଳେ ମାତ୍ର ଡରିଲା ନାହିଁ। ସେ ତାନାଜୀଙ୍କ ପରିବର୍ତ୍ତେ ଶିବାଜୀଙ୍କୁ କହିଲା, ମହାରାଜ, ମୁଁ ମରିବାକୁ ଡରୁନାହିଁ। ମୋର ମରିବାର ଚିନ୍ତା ମଧ୍ୟ ନାହିଁ, କିନ୍ତୁ ମୋର ମା ବେମାର ଏବଂ କେତେ ଦିନରୁ ଭୋକିଲା ଅଛି। ସେ ମୁର୍ମୂଷ ଅବସ୍ଥାରେ ପଡ଼ିଛି। ଆପଣ ମୋତେ ଥରେ ମାତ୍ର ଘରକୁ ଯିବାକୁ ଦିଅନ୍ତୁ। ମାର ଚରଣରେ ପ୍ରଣାମ କରି ମୁଁ ପୁଣି ଆପଣଙ୍କ ପାଖକୁ ଲେଉଟି ଆସିବି। ମୁଁ ଆପଣଙ୍କୁ ମାରିବାକୁ ଚେଷ୍ଟା କରିଛି, ତେଣୁ ଆପଣ ମୋତେ ମାରିବେ। ଏହା ତ ଯୁକ୍ତିଯୁକ୍ତ କଥା, କିନ୍ତୁ ମୋତେ କିଛି ସମୟ ଦିଅନ୍ତୁ। ତାନାଜୀ କହିଲେ, ତୁ ଆମକୁ କଥାରେ ଭୁଲାଇ ଖସି ଯାଇପାରିବୁ ନାହିଁ। ବାଳକଟି କହିଲା, ମୁଁ ଖସି ପଳାଇ ଯିବି ନାହିଁ। ମୁଁ ମରାଠା କେବେ ହେଲେ ମିଛ କହେ ନାହିଁ। ଶିବାଜୀ ତାକୁ ଘରକୁ ଯିବାକୁ ଅନୁମତି ଦେଲେ। ବାଳକଟି ଘରକୁ ଗଲା। ପରଦିନ ସକାଳୁ ଛତ୍ରପତି ଶିବାଜୀ ରାଜଦରବାରରେ ସିଂହାସନରେ ବସିଥିବା ସମୟରେ ଦ୍ୱାରପାଳ ଆସି ସୂଚନା ଦେଲା ଯେ ଜଣେ ବାଳକ ମହାରାଜାଙ୍କ ଦର୍ଶନ କରିବାକୁ ଚାହୁଁଛି। ବାଳକକୁ ଡକାଗଲା। ସେ ଥିଲା ସେହି ବାଳକ ମାଲୋଜୀ। ମାଲୋଜୀ ଦରବାରକୁ ଆସି ଛତ୍ରପତିଙ୍କୁ ପ୍ରଣାମ କଲା ଓ କହିଲା, ମହାରାଜ, ମୁଁ ଆପଣଙ୍କ ଉଦାରତା ପାଇଁ କୃତଜ୍ଞ। ମାଆକୁ ଦେଖି ଆସିଲି। ଏବେ ଆପଣ ମୋତେ ମୃତ୍ୟୁଦଣ୍ଡ ଦିଅନ୍ତୁ। ଛତ୍ରପତି ମହାରାଜ ସିଂହାସନରୁ ଉଠି ପଡ଼ିଲେ ଏବଂ ବାଳକକୁ ଆନନ୍ଦରେ କୁଣ୍ଢାଇ ପକାଇ କହିଲେ, ଯଦି ତୁମ ପରି ବୀର ଓ ସଚ୍ଚୋଟ ଲୋକମାନଙ୍କୁ ପ୍ରାଣଦଣ୍ଡ ଦିଆଯିବ ତେବେ ଦେଶରେ ରହିବ କିଏ? ତୁମ ପରି ବାଳକ ତ ମହାରାଷ୍ଟ୍ରର ଭୂଷଣ। ବାଳକ ମାଲୋଜୀ ଶିବାଜୀଙ୍କ ସେନାରେ ନିଯୁକ୍ତି ହେଲା। ଛତ୍ରପତି ତା ମାର ଚିକିତ୍ସା ପାଇଁ ରାଜବୈଦ୍ୟଙ୍କୁ ପଠାଇଲେ ଏବଂ ବହୁତ ଧନ ତାକୁ ଉପହାର ରୂପେ ପ୍ରଦାନ କଲେ।